हाँ हरिओम पंडित जी प्रणाम। आज्ञा आज्ञा अच्छा अकर्म मानेटा कौन कहले मु बुझी पाने जो ए जो कर्म विकर्म अकर्म आज्ञा आज्ञा मते पदेकरे खाली कहबे। अकर्म माने कर्म न हवा शरीर स्तर हाँ रे नहीं मन मते स्तर जने पंडित कहले से माने भक्ति। रे हाँ भक्ति भी से कहते अकर्मे आज्ञा वासुदेव प्रीति आज्ञा कर्म करिले नाश जाती ना कौन एमती गोटे। क्षय जानती आज्ञा 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 हाँ अकर्मे वासुदेव प्रीति कर्म कले क्षय जानती हाँ हाँ आज्ञा आज्ञा आर देखो बहुत डीप मीनिंग अच्छी डीप मीनिंग कौन जिते आम कर्म करुचे इंद्रिय बहिर्मुखी ही जाऊँच हाँ शारीरिक स्तर जो कर्म करुचे इंद्रिय बहिर्मुखी ही जाऊँच द्वितीय मानसिक स्तर में जो आम चिंता चिंतन करुचे मन भी बहिर्मुखी ही जाऊँ मन वृत्ति करुचे विचार इंद्रिय करुचे बहिर्मुखी हेले तो मन बहिर्मुखी ହେଲା ଆଉ। बुझिपारछन्ति मन भी वृत्ति करुचे अच्छा ହଁ मन स्वरूपस्थ केतळे रहुचे जेतळे कर्म करूनी କଣ बुझिपारछन्ति ହେଲା ମୁଁ ସେଟା ବୁଝିପାରିନି। देखंतु देखंतु आपण रातिरे डीप स्लीप रे जेतळे सोई पडुसंती ହଁ इंद्रिय अंतर्मुखी अछंती संयमित अछंती आखि बाहर को देखुनी कान को किछि सुगा जाउनी शरीर स्पर्श भी जानि पारनी घ्राण इंद्रिय नासिका को किछि गंध दुर्गंध किछि बारी पारुनी माने इंद्रिय अंतर्मुखी अछंती इंद्रिय संयमित अछंती ता संगे संगे जेतो डीप स्लीप रे आपण किछि ड्रीम भी न थाए किछि आपणकर अछि मन भितर स्वप्न भी न थाए स्वप्न रहित सुसुप्त ମନ ନଥାଏ ମନ ନଥାଏ ମନ ନଥାଏ ମାନେ ଆମେ ସୁସୁପ୍ତିରେ ଅଛେ ମେଣ୍ଟାଲ ଆକ୍ଟିଭିଟିଟା ଷ୍ଟପ୍ ହେଇଯାଇଛି। ଷ୍ଟପ୍ ହେଇଯାଇଛି ତ ସେଇଟା ତାକୁ ସିଏ ଯେତେବେଳେ ଆମେ କହୁଛନ୍ତି ସିଏ ପୁଣି ମତେ ଆଉ ଜଣେ ଆପଣ କଣ କନସେପ୍ଟ ଆପଣଙ୍କର କଣ ମୁଁ ଜାଣିନି। ଆଜ୍ଞା ମତେ ଜଣେ ବହୁତ ବିଜ୍ଞ ଲୋକ କହିଲେ ଆଜ୍ଞା କହିଲେ ସିଏ ଯାଇ କଜାଲ ବଡିରେ ଆଜ୍ଞା ଫାଇଟ୍ କରି ଯାଉଛି କିଏ ଆଜ୍ଞା ମାଇଣ୍ଡ ଟା ମାଇଣ୍ଡ ଆପଣଙ୍କର ଯୋଉ କାରଣ ଶରୀର ଅଛି ଆଜ୍ଞା ଆଜ୍ଞା ସେ କାରଣ ଶରୀରରେ ରହିଯାଏ। ଆଜ୍ଞା 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 କାରଣ ଶରୀର କାରଣ ମାନେ ଦେଖନ୍ତୁ କାରଣ ଶରୀର ହେଲା ଅହଙ୍କାର ଅବିଦ୍ୟା ହଁ ଅବିଦ୍ୟା ଅବିଦ୍ୟା ଅବିଦ୍ୟାରେ ସମାହିତ ହେଇଯାଏ ଏଠି ଦେଖନ୍ତୁ ଏଇଟା ତ ଆମର ସ୍ୱାଭାବିକ ରୂପରେ ଘଟିତ ହେଉଛି ପ୍ରତିଦିନ ଆମେ ନିଦ୍ରାବସ୍ଥାରେ ଅନୁଭୂତିକୁ ଆମେ ଅନୁଭବ କରୁଛେ କିନ୍ତୁ ସାଧନାରେ ବି ଏଇ ସ୍ଥିତିକୁ ଆମେ ଯାଇପାରିବା କେମିତି ଯିବା ୟେସ୍ ୟେସ୍ ଯେତେବେଳେ ଧ୍ୟାନ କରିବା ଧ୍ୟାନ ଯେତେବେଳେ କରିକିରି ମନରେ ଏକାଗ୍ରତା ଆସିଯିବ ମନ କ୍ଷିପ୍ତ ବିକ୍ଷିପ୍ତ ମୂଢ଼ ମାନେ ବୁଝିପାରୁଛନ୍ତି ଏକାଗ୍ର ଟୋଟାଲ ନିରୁଦ୍ଧ ଶରୀରଟାକୁ ଅବସ୍ଥାକୁ ଯେତେବେଳେ ଆମେ ଅଲଗା କରିଦବା ଆଜ୍ଞା ମନ ନିରୁଦ୍ଧ ଅବସ୍ଥାକୁ ଯେତେବେଳେ ଯିବ ଧ୍ୟାନ ଘଟିତ ହବ ଧ୍ୟାନ ଘଟିତ ହେଲେ ସମାଧି ହବ ଯେତେବେଳେ ସମାଧି ଅବସ୍ଥାକୁ ପଳେଇବେ ସେ ଅବସ୍ଥାକୁ ହିଁ କୁହାଯାଏ ପରାବସ୍ଥା ମାନେ ଏଇ ସେତେବେଳେ ଯୋଉ ତିନିଟା ଯାକ ଶରୀର ପଳେଇବେ ଆଉ କଣ ଆଜ୍ଞା 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 ସେଠି ବଡି ମାଇଣ୍ଡ ଇଣ୍ଟେଲେକ୍ଟ କେହି ବାସ୍ ନଥିବେ। କିଛି କେହି ନଥିବେ ସ୍ୱରୂପରେ ସମାହିତ ହେଇଗଲେ ଅକର୍ମରେ ଆଚ୍ଛା ପଳେଇଲେ ଅକର୍ମ ସିଏ କହୁଛନ୍ତି ଆଜ୍ଞା ଯେ ମାଇଣ୍ଡ ଟା ଆଜ୍ଞା କାରଣ ଶରୀର ଭିତରେ ଯାଇ ଲୁଚି ଯାଉଛି ଆଜ୍ଞା 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 ପୁଣି ଶୀତ ରାତି ଡିପ୍ ସ୍ଲିପ ରେ ଆଜ୍ଞା ଆଜ୍ଞା ଯେତେବେଳେ ସକାଳ ହଉଛି ଆଜ୍ଞା ପୁଣି ସେଇଠୁ ମାଇଣ୍ଡ ଆସୁଛି। ଆଜ୍ଞା 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 ତାଙ୍କର କନସେପ୍ଟ ମୋ ନିଶ୍ଚୟ ଶୁଣନ୍ତୁ ନିଶ୍ଚୟ ସେଇଆ ହିଁ ତାଙ୍କର ସମସ୍ତଙ୍କର କନସେପ୍ଟ ସେ କହୁଛନ୍ତି ଆଜ୍ଞା ଯେ ବିନା ମାଇଣ୍ଡ ରେ ଆଜ୍ଞା ଜୀବ ସୃଷ୍ଟି ହେଇପାରିବ ନାହିଁ। ଆଜ୍ଞା 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 ଯଥା ସୁନ୍ଦର ସୁନ୍ଦର ମାନେ ଯିଏ ଜନ୍ମ ନଉଛି ତାଙ୍କର ବୃତ୍ତି ଅଛି ମନ ଜନ୍ମ ହେଲା ତ ଆଜ୍ଞା ବ୍ରହ୍ମଙ୍କର ଆଜ୍ଞା ରିଫ୍ଲେକ୍ସନ ଟା ଯେତେବେଳେ ମନ ଉପରେ ପଡୁଛି ଆଜ୍ଞା ଯୋଉ ରିଫ୍ଲେକ୍ଟେଡ ରେ ଟା ଆସୁଛି ଆଜ୍ଞା କନସିୟସନେସ ଦ୍ୟାଟ ଇଜ ନୋନ୍ ଆଜ ସୋଲ। ବାସ୍ ବାସ୍ ଚିଦା ସେଇ ଭାସ ଚିଦା ସୋଲ ଟା ଆଜ୍ଞା ସେଇ ସୋଲ ଟା ଆଜ୍ଞା ସବୁବେଳେ ଯଦି ତମର ମାଇଣ୍ଡ ନାହିଁ ତାହେଲେ ସୋଲ ନାହିଁ। ଆଜ୍ଞା as long as mind is present ଆଜ୍ଞା ଆପଣ କହୁଛନ୍ତି ନାଇଁ ଯେ ନାଇଁ 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 ଦେଖନ୍ତୁ ସୋଲ ନାହିଁ କହିପାରିବାନି ସୋଲ ଅଛି ସୋଲ କୁଆଡେ ଯିବନି ସୋଲ ଥିଲା ସୋଲ ଅଛି ସୋଲ ରହିବ ମାଇଣ୍ଡ ଆସୁଛି ମାଇଣ୍ଡ ଆବସେଣ୍ଟ ହଉଛି ଧରିପାରୁଛନ୍ତି ସୋଲ ମୋ ସୋଲ କୁ ମୋ କଥା ଟିକେ ସରୁ ଆଜ୍ଞା କୁହନ୍ତୁ ଆପଣଙ୍କର ମନେକର ଆପଣଙ୍କ ଦେହ ଆଉ ଗୋଟେ ଷ୍ଟୋନ ଆଜ୍ଞା ଷ୍ଟୋନ ଆଜ୍ଞା ପଥର ଆଜ୍ଞା ପଥରରେ ବି ପରମାତ୍ମା ଅଛନ୍ତି। ନିଶ୍ଚୟ ଅଛନ୍ତି ଆଚ୍ଛା ଆପଣଙ୍କ ଦେହରେ ବି ପରମାତ୍ମା ଅଛନ୍ତି ଅଛନ୍ତି ତାହେଲେ ସେ ଷ୍ଟୋନ କାହିଁ କଥା କହୁନି। ସୁନ୍ଦର ବଢିଆ ପ୍ରଶ୍ନ ଆପଣ ଏଠି ପରମାତ୍ମାକୁ ଦେଖୁନାହାନ୍ତି ଶରୀର ତତ୍ଵକୁ ଦେଖୁଛନ୍ତି ଭୌତିକ ବସ୍ତୁକୁ ଦେଖୁଛନ୍ତି ଯେମିତି ସେ ଷ୍ଟୋନ ଭିତରେ ପଞ୍ଚତତ୍ଵରେ ସେ ଷ୍ଟୋନ ତିଆରି ହେଇଛି ସେମିତି ଏ ଶରୀର ବି ସେ ପଞ୍ଚତତ୍ଵରେ ହିଁ ତିଆରି ହେଇଛି ବୁଝିପାରୁଛନ୍ତି ଷ୍ଟୋନ ଶରୀର ଇନ୍ଦ୍ରିୟ ଇଏ ସବୁ ଗୋଟେ ପଞ୍ଚ ସଂକ୍ଷିପ୍ତ ଉତ୍ତର ହଉଛି ଆଜ୍ଞା ସଂକ୍ଷିପ୍ତ ଉତ୍ତର
ଆଜ୍ଞା ଆପଣ ଯୋଉ କଥାଟା କହୁଛନ୍ତି ବୁଲି ବୁଲି ସେଇଠି ପହଞ୍ଚିବେ। ଆଜ୍ଞା ସିଏ ଗୋଟେ ସଂକ୍ଷିପ୍ତ ଉତ୍ତର ହଉଛି ୟାର ମାଇଣ୍ଡ ଅଛି ତାର ମାଇଣ୍ଡ ନାହିଁ। ଯେହେତୁ ତାର ମାଇଣ୍ଡ ଟା ନାହିଁ, ଆଜ୍ଞା। ତେଣୁ ତାର ଜୀବ ସୃଷ୍ଟି ହେଇପାରୁନି। ନା 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 ନା, ଦେଖନ୍ତୁ ଦେଖନ୍ତୁ ଗୋଟେ କଥା। ଏଇଟା ମତେ ଜଣେ ନା ମହାଜ୍ଞାନୀ କହିଛନ୍ତି। ନା ନା, ଯିଏ ବି କୁହନ୍ତୁ ସତ୍ୟ ଆଜ୍ଞା ଏକ, ମହାଜ୍ଞାନୀ କୁହନ୍ତୁ ଯିଏ କୁହନ୍ତୁ, ଶାସ୍ତ୍ର ହଁ ପ୍ରମାଣ ସତ୍ୟ ଏକ, ସତ୍ୟ ଦିଟା ନାହିଁ କି ସତ୍ୟ ଚାରିଟା ନାହିଁ, ସତ୍ୟ ଏକ, ଯିଏ ବି କୁହନ୍ତୁ। ଏଠି ଗୋଟେ କଥା ଆମେ ସମସ୍ତେ ବୁଝିବା ଦରକାର, ଆତ୍ମା ହେଲା ଆଧାର। ଆତ୍ମା ନା ଆସେ, ଆତ୍ମା ନା ଯାଏ, ଆତ୍ମା ଥିଲା, ଆତ୍ମା ଅଛି, ଆତ୍ମା ରହିବ, ମୁଁ ସେ ଆଉ କଥା ସେ କହୁନି, ଆତ୍ମା ହିଁ ଆପଣ। ମୁଁ ଗୋଟେ କଥା କହୁଛି। ଆଜ୍ଞା ଗୋଟେ ଗାଈଟା କଥାବାର୍ତ୍ତା କରି ବୁଲୁଛି, ଆଜ୍ଞା କିନ୍ତୁ ପଥରଟା ବୁଲି ପାରୁନି। ହ୍ୱାଟ ଇଜ ଦି ଡିଫରେନ୍ସ? ଏଥିରେ ତ ପରମାତ୍ମା ଅଛନ୍ତି, ସେଥିରେ ତ ପରମାତ୍ମା ଅଛନ୍ତି। ଶୁଣନ୍ତୁ ଚେତନାରେ ବି ଅଛନ୍ତି, ଶୁଣନ୍ତୁ ଶୁଣନ୍ତୁ ଜଡରେ ବି ଅଛନ୍ତି। ଶୁଣନ୍ତୁ, ପରମାତ୍ମା ଅଛନ୍ତି, ଭିନ୍ନ ରୂପରେ ଅଛନ୍ତି ନିଶ୍ଚୟ, କିନ୍ତୁ ସେ ତାଙ୍କର ଯେଉଁ ଆକ୍ଟିଭିଟିଜ ଡିଫରେଣ୍ଟ ରହୁଛି। ପଥର ଭିତରେ କେମିତି ଅଛନ୍ତି? ଏନର୍ଜି ରୂପରେ ଅଛନ୍ତି, ପ୍ରୋଟନ୍ ନ୍ୟୁଟ୍ରନ୍ ରୂପରେ ଅଛନ୍ତି, ଶକ୍ତି ରୂପରେ ଅଛନ୍ତି। ଗାଈ ଭିତରେ କେମିତି ଅଛନ୍ତି? ଗାଈ ଭିତରେ ବି ଶକ୍ତି ରୂପରେ ଅଛନ୍ତି। କିନ୍ତୁ ଆମେ ଗାଈର ଶରୀରକୁ, ପଥରର ସ୍ୱରୂପକୁ ଆମେ ପରଖୁଛେ। ଏଇଠି ପରମାତ୍ମାକୁ ପରଖୁନେ। ନା ଗାଈର ଶରୀର ଯେତେବେଳେ ଗାଈ ଦେହାନ୍ତ ହେଇଯିବ, ସେ ଶରୀରର ମୃତ୍ୟୁ ହେଇଯିବ, ସେ ମୃତ ଶରୀରକୁ ଆମେ ପରମାତ୍ମା କହିପାରିବାନି। ମୃତ ଶରୀର ଫେର ପଞ୍ଚଭୂତରେ ସଢ଼ିଯିବ, ମିଶିଯିବ, ମାଟିରେ ମାଟି, ପାଣିରେ ପାଣି, ମୃତ ପବନରେ ଶରୀରରେ ପବନ। କଣ ପରମାତ୍ମା ନାହାନ୍ତି? ଦେଖନ୍ତୁ ଯୋଉ ଏଠି। ଶବଟାକୁ ଲୋକ ନେଇକି ଯାଉଛନ୍ତି ମଶାଣିକି, ଆଜ୍ଞା ତା ଦେହରେ ପରମାତ୍ମା ଅଛନ୍ତି ନା ନାହାନ୍ତି? ଦେଖନ୍ତୁ, ପରମାତ୍ମା ଯେଉଁ ଲୀଳାକୁ ରଚିଛନ୍ତି, ଲୀଳାରେ ଆତ୍ମା ଆପଣ ଅନାତ୍ମା। ଦେଖନ୍ତୁ ଶୁଣନ୍ତୁ, ଦେଖନ୍ତୁ, ଟିକେ ଟିକେ ମୋତେ ଟିକେ ମୌକା ଦିଅନ୍ତୁ, ଟିକେ ଶୁଣନ୍ତୁ। ଦୁଇ ପକ୍ଷର ଚର୍ଚ୍ଚା ହେଲେ ଟିକେ ବୁଝିପାରିବେ। ଏଠି ନିତ୍ୟ ଅନିତ୍ୟ ପଦାର୍ଥକୁ ପାର୍ଥକ୍ୟ କରିକି ଚିହ୍ନିବାକୁ ପଡ଼ିବ। ନିତ୍ୟ ମୁଁ ଅନିତ୍ୟ। ଗୋଟେ କଥା ପଚାରୁଛି, ଆଜ୍ଞା ଯୋଉ ଡେଡ ବଡିରେ ପରମାତ୍ମା ଅଛନ୍ତି ନା ନାହାନ୍ତି? ଡେଡ୍ ବଡିରେ ଅଛନ୍ତି, ପଥରରେ ବି ଅଛନ୍ତି। କେମିତି ଅଛନ୍ତି ସେଇଟା ବୁଝିବାକୁ ପଡ଼ିବ ନା। ଶୁଣନ୍ତୁ, ପରମାତ୍ମା ସବୁଠି ଅଛନ୍ତି, ନିଶ୍ଚୟ ସବୁ ସ୍ଥାନରେ ଅଛନ୍ତି, ନିଶ୍ଚୟ ପ୍ରତି ଅଣୁ ପରିମାଣରେ ମଧ୍ୟ ଅଛନ୍ତି। ନିଶ୍ଚୟ ଅଛନ୍ତି। ଆଚ୍ଛା, ମତେ ଯିଏ କହିଛନ୍ତି, ମୁଁ ବହୁ ସେ ବିଷୟରେ, ଆପଣମାନଙ୍କ ବିଷୟରେ ମୋର ଦଖଲ ନାହିଁ। ମୁଁ ଆଜ୍ଞା ଖାଲି ତାର କଥାଟା ବୁଝିଛି। କୁହନ୍ତୁ। ସିଏ ମତେ କହିଲେ, ଆଜ୍ଞା ଦେଖନ୍ତୁ, ମାଇଣ୍ଡର ଏଲିମେଣ୍ଟ ଯଦି ନଥିବ, ରିଫ୍ଲେକ୍ଟିଂ ମିଡିଆ ଯଦି ନଥିବ, ଆଜ୍ଞା ତାହେଲେ ବ୍ରହ୍ମଙ୍କର ପ୍ରତିଫଳନ ହବ ନାହିଁ। ଆଜ୍ଞା ବ୍ରହ୍ମଙ୍କର ଆପଣ ଗୋଟେ କଥା ଦେଖନ୍ତୁ, ଆଜ୍ଞା ଗୋଟେ ଲୋକକୁ ନିଶା ଦିଆଗଲା, ଆଜ୍ଞା ଆନାସ୍ଥେସିଆ। ଆଜ୍ଞା ଆନାସ୍ଥେସିଆ ଯଦି ଦିଆଗଲା, ଆଜ୍ଞା ତାର ଜୀବନ ଅଛି, ଆଜ୍ଞା ଜୀବନ ଅଛି ନା ନାହିଁ? ଅଛି। କିନ୍ତୁ ଚେତନା ନାହିଁ। ଆଜ୍ଞା ଚେତା ଅଛି କି? ନାହିଁ। କୋମା ଷ୍ଟେଜରେ ଆଜ୍ଞା ଗୋଟେ ଲୋକର ମାନେ ଚେତା ନାହିଁ, କିନ୍ତୁ ଆଜ୍ଞା ଜୀବନ ଅଛି। ଆଜ୍ଞା ଜୀବନଟା ଏଠି କଣ? ହଁ, ଏବେ ଆପଣ କହିସାରିଲେ, ମୁଁ ଟିକେ କହୁଛି, ଦୟାକରି ଶୁଣନ୍ତୁ। ଶୁଣନ୍ତୁ, ମୁଁ କହିଦଉଛି ହଁ, ଉତ୍ତରଟା। ଆପଣ କହିସାରନ୍ତୁ, ତାପରେ ମୁଁ କହିବି। ହଁ, ଜୀବନଟା କହୁଛନ୍ତି ସେ ସୋଲ। ଜୀବ ରିଫ୍ଲେକ୍ଟେଡ କନସିୟସନେସ୍ ଇଜ ନୋନ୍ ଜୀ- ଆଜ୍ ସୋଲ। ଜୀବନ ସୋଲ ନୁହେଁ। ମୁଁ ଜୀବନ କହୁଛି ଜୀବନ ସୋଲ ନୁହଁ, ମୁଁ ଟିକେ କୁହନ୍ତୁ। ମୋର ସରିଯାଉ। ଆଜ୍ଞା ସିଏ କହିଛନ୍ତି ରିଫ୍ଲେକ୍ଟେଡ କନସିୟସନେସ୍, ଆଜ୍ଞା ତାହା ହଉଛି ସୋଲ। ଆଜ୍ଞା। ଏବଂ କାହାର ରିଫ୍ଲେକ୍ଟିଂ ରିଫ୍ଲେକ୍ସନ? ମିଡିଆ କାହାର, ହଉଛି ଶୁଣନ୍ତୁ, କାହାର ଯେଉଁ ରିଫ୍ଲେକ୍ସନ କହିଲେ, କାହାର ରିଫ୍ଲେକ୍ସନ ସେଇଟା? ବ୍ରହ୍ମଙ୍କର, ବ୍ରହ୍ମଙ୍କର। ପରମାତ୍ମାଙ୍କର। ବାସ୍, ରିଫ୍ଲେକ୍ସନ, ନାଟ ବ୍ରହ୍ମ। ଆଚ୍ଛା, ଆଜ୍ଞା ରିଫ୍ଲେକ୍ଟିଂ ମିଡିଆ ହଉଛି ଆଜ୍ଞା ମାଇଣ୍ଡ। ଆଜ୍ଞା କିନ୍ତୁ ମାଇଣ୍ଡ ଟା କଣ ହଉଛି ଆଜ୍ଞା ନା, ଯାଇକିରି କାରଣ ଶରୀର ଭିତରେ ପ୍ରବେଶ କରିଯାଉଛି। ଯେତେବେଳେ ଆଉ କନସିୟସ୍ ମାଇଣ୍ଡ ନାହିଁ, ମାଇଣ୍ଡ ଇଜ ନଟ୍ କନସିୟସ୍, ଆଜ୍ଞା। ତେଣୁ ତା ଚେତନା ପଳଉଛି। ଏଠି ଦେଖନ୍ତୁ, ମୁଁ ଏବେ ଆପଣ ଏମିତି କହୁଛି, କୁହନ୍ତୁ, ମୁଁ ଏବେ ଆପଣ କହୁଛି, ଏମିତି ଟିକେ କୁହନ୍ତୁ। ଶୁଣନ୍ତୁ। ହଁ, ଆପଣ କିଛି କହିବେନି ମଝିରେ, କାହିଁକିନା ଫ୍ଲୋଟା ଫେରେ ବ୍ରେକ୍ ହେଇଯିବ। କାହିଁକିନା ଦୁଇ ପକ୍ଷରେ ଏଇଟା ଚର୍ଚ୍ଚା ବୁଝି ହବ, ବୁଝିଲେ ମାନେ ଚର୍ଚ୍ଚା କଲେ ଗଭୀର ଭାବରେ ବୁଝି ହବ। ଦେଖନ୍ତୁ, ଆପଣ ରାତିରେ ଶୋଇଲେ। ଆଉ ଟିକେ ମତେ ଆଉ ମିନିଟେ କହିବି। ହଉ ହଉ, କୁହନ୍ତୁ। ଆଜ୍ଞା ଏଇ ଯୋଉ ରିଫ୍ଲେକ୍ଟେଡ କନସିୟସନେସ୍, ଆଜ୍ଞା ସିଏ କଣ ହଉଛି ଆଜ୍ଞା ନା, ମନ, ଇନ୍ଦ୍ରିୟ, ବିଷୟ, ତାର ସବୁକୁ ନେଇକିରି ପଳେଇ ଯାଉଛି। ଆଜ୍ଞା ଏଇ ଯୋଉ ଆଜ୍ଞା ମନ, ଇନ୍ଦ୍ରିୟ ଆଉ ଯେତେ ଜିନିଷ ସୂକ୍ଷ୍ମ ଶରୀରଟାକୁ, ଆଜ୍ଞା ଟୋଟାଲ ଅନ୍ତଃକରଣ ଟାକୁ ନେଇକିରି ଆଜ୍ଞା ପଳେଇ ଯାଉଛି। ମନ ଆଜ୍ଞା ମରିଗଲେ, ଲୋକଟା ମରିଗଲେ କଣ ହଉଛି, ଆଜ୍ଞା ତାର ମାଇଣ୍ଡ, ଇଣ୍ଟେଲେକ୍ଟ ଆଣ୍ଡ ବାସନା, ଏ ତିନିଟା ଯାକୁ ନେଇକି ସେ ପଳଉଛି। ଆଜ୍ଞା ଏଇ ତିନିଟା ଯାକ ଯୋଉ ନଉଛି, ଏ ତିନିଟା ଯାକୁ ଆମେ କହୁଛି ଜୀବାତ୍ମା। କିନ୍ତୁ ଆଜ୍ଞା ଜୀବାତ୍ମାଟା ଆତ୍ମା ନୁହେଁ।
ଆତ୍ମା ନୁହେଁ। ଆଜ୍ଞା ଜୀବାତ୍ମା କେବେ ଆପଣ ଡେଡ୍ ବଡିରେ ଆଜ୍ଞା ପରମାତ୍ମା ଅଛନ୍ତି ଆଜ୍ଞା କିନ୍ତୁ ଜୀବାତ୍ମା ଆଉ ନାହିଁ। ଆଜ୍ଞା। ଏଠି ପରମାତ୍ମା ଅଛନ୍ତି, ଜୀବାତ୍ମା ନାହିଁ। କାରଣ ଜୀବାତ୍ମା ହବା ପାଇଁ ମାଇଣ୍ଡ ଦରକାର, ତାର ଆଉ ମନ ନାହିଁ। ଜୀବାତ୍ମା ପଳେଇ, ଦେଖନ୍ତୁ ଆଉ ଟିକେ ସେଇଥିପାଇଁ ଆପଣ ଡେଡ୍ ବଡି କି ଯେତେବେଳେ ଦେଖୁଛନ୍ତି ସମସ୍ତେ ନମସ୍କାର କରୁଛନ୍ତି, ପୂଜା କରୁଛନ୍ତି। କାରଣ ପରମାତ୍ମା ଇଜ ଦେୟାର, ନାଇଁ କିନ୍ତୁ ସୋଲ ଆଉ ନାହିଁ। ସେଲ୍ଫ ଅଛି କିନ୍ତୁ ଆଜ୍ଞା ସୋଲ ଆଉ ନାହିଁ। ଏଣିକି ହଁ କୁହନ୍ତୁ ଆପଣ। ହଁ ଏବେ ମୁଁ କହୁଛି ଶୁଣନ୍ତୁ। ରାତିରେ ଆମେ ଶୋଇ ପଇଲେ, ଭାବିନିଅନ୍ତୁ ଆପଣ ରାତି 10ଟାରେ ଶୋଇଲେ, ସକାଳ 7ଟାରେ ଉଠୁଛନ୍ତି। 7ଟାରେ ଉଠି କହୁଛନ୍ତି ଭାରି ଆନନ୍ଦରେ ଶୋଇଲେ, ବହୁତ ବଢ଼ିଆ ନିଦ ହେଲା। କେତେବେଳେ ରାତି ବିତିଗଲା ଜଣା ପଡ଼ିଲାନି, ଭାରି ଖୁସି ଲାଗିଲା, ଭାରି ଆନନ୍ଦ ଲାଗିଲା। କିନ୍ତୁ ରାତିରେ ଯେତେବେଳେ ଶୋଇଲେ, ଶୋଇ ପଡ଼ିଲା ପରେ ଆପଣ ଷ୍ଟେଟ୍ ଅଫ୍ ଡିପ୍ ସ୍ଲିପ୍କୁ ପଳେଇଛନ୍ତି। ସେଠି ମନ ନାହିଁ, ସେଠି ଇନ୍ଦ୍ରିୟଙ୍କର କିଛି ବାସନା ନାହିଁ, ସେଠି ମନ ହିଁ ନାହିଁ, କିଛି ବି ନାହିଁ। ଯେଉଁ କହୁଥିଲେ ଆପଣ ମନ କାରଣ ଶରୀରରେ ସମାହିତ ହୋଇଯାଇଛି, ଠିକ୍ ଅଛି, ମନ ବିଲକୁଲ ସେଠି ସମ୍ପୂର୍ଣ୍ଣ ନାହିଁ। ମନ ନଥବା ସତ୍ତ୍ୱେ କିଏ ନା କିଏ ଅଛନ୍ତି ଯିଏକି ଏ ଅନୁଭବକୁ ଅନୁଭବ କରିକିରି କହୁଛନ୍ତି ମୁଁ ରାତି 9ଟାରେ ଶୋଇଲି। ସିରିଜ୍ ସେଠି କଟେନି। ସିରିଜ୍ କଟିଲେ ଆପଣ ଉଠିକିରି କହିଥାନ୍ତେ ମୁଁ କେଉଁଠି ଅଛି। ଯେମିତିକି ଆକ୍ସିଡେଣ୍ଟସ୍ ହେଉଛି ଲୋକଙ୍କର, କିଛି ତାଙ୍କ ଯେଉଁ ମେମୋରି ସିରିଜ୍ କଟିଯାଉଛି, ସେ ହୁଁ। ହଠାତ୍ ଦେଖୁଛନ୍ତି ମୁଁ ହସ୍ପିଟାଲରେ ଅଛି, ଆଚ୍ଛା ମୁଁ କେମିତି ଆସିଲି, କ'ଣ ହେଲା, ବାଉଳି ଚଢ଼ାଉଛନ୍ତି। କିନ୍ତୁ ସେମିତି ଆମ ସାଙ୍ଗରେ ଏଠି ହେଉନି। ରାତିରେ ଯେତେବେଳେ ଆମେ ଶୋଇ ପଡ଼ୁଛେ, ରାତିରେ ଶୋଇ ପଡ଼ିଲା ପରେ ସକାଳୁ ଉଠିକିରି ଏକ୍ଜାକ୍ଟଲି ଆମେ କହୁଛେ 10ଟାରେ ଶୋଇଥିଲି, ଆଚ୍ଛା ଭାରି ଆନନ୍ଦ ଲାଗିଲା। ଆନନ୍ଦ ଲାଗିଲା କାହାକୁ ଲାଗିଲା? କିଏ ତ ଅଛନ୍ତି ସେଠି, କିଏ ତ ସେ ଅନୁଭୂତିକୁ ଅନୁଭବ ଏବେ କହିଲେ କରିଛନ୍ତି। ଆଇ ଆମ୍, ଅହଂ ବାସ୍ ଅସ୍ମି, ମୁଁ ବାସ୍ ଅଛି। ବାସ୍ ବାସ୍ ବାସ୍, ମୁଁ ଅଛି, କହିଲେ ଆଇ ଆମ୍, ମୁଁ ମୁଁ ଥିଲି, ଅଛି, ମୁଁ ଅଛି, ମୁଁ ରହିବି, ମୁଁ ହିଁ ଆତ୍ମା। ଆଇ ଆମ୍ ଇନଫିନିଟି। ବିଲକୁଲ ଠିକ୍ କହିଲେ। ଆତ୍ମା କୁଆଡ଼େ ଯାଏନି, ଆତ୍ମା କୁଆଡ଼େ ଆସେନି, ମନର ଆବସେନ୍ସ ଅଛି। ଯେତେବେଳେ ହଁ, ମନ ଭିତରେ ମନ ଯିବା ଆସିବା କରୁଛି। ମନ ଭିତରେ ଯେତେବେଳେ ବିଚାର ଚାଲିଛି, ସେ ବିଚାରକୁ ଆମେ ଯେହେତୁ ଦୁଇ ରୂପରେ, ଭିନ୍ନ ରୂପରେ ନିଜର ମାନେ ନିଜଠୁ ଭିନ୍ନ ରୂପରେ ଦେଖିପାରୁଛେ, ବିଚାରକୁ ଦେଖୁଥିବା ସମୟରେ ଆମ ଭିତରେ ସଂଶୟ ଆସୁଛି, ଭଲ ମନ୍ଦ ଆସୁଛି, ରାଗ ଦ୍ୱେଷ ଆସୁଛି, ଆମେ ତାକୁ ପରଖି ପାରୁଛେ। ଯେତେବେଳେ ବିଚାର ରହୁନି, ଆମେ ଭାବୁଛେ କେହି ନାହାନ୍ତି। ନା ନା ନା, କେହି ନାହାନ୍ତି, ମୁଁ ଅଛି, ଆଇ ମୁଁ ଆମ୍ ଅଛି। ସବୁବେଳେ କହୁଛି। ବାସ୍ ଠିକ୍ କହିଲେ। ବିଚାର ଯୋଉଠି ରହୁନି ସେଠି ମୁଁ ଅହଂ ଅଛି, ଅସ୍ମି। ଅହମ୍ ଅସ୍ମି, ତମେ କିଏ? ମୁଁ ଅଛି। ଅହଂ ଅସ୍ମି କିଏ ନା ମୁଁ ବାସ୍ ଅହଂ ବ୍ରହ୍ମସ୍ମି, ଆଜ୍ଞା। ମୁଁ ନିଜେ ଏଠି ବ୍ରହ୍ମ। ଏଠି ସେଇ କଥା ସେଠି କହୁଥିଲେ, ସେଇ କଥା ଆପଣ ଯେଉଁ ପ୍ରଥମେ ଆମେ ଡିସ୍କସନ୍ କରୁଥିଲେ, ଯେତେବେଳେ ବିଚାର ରହୁଛି ମୁଁ ହଜି ଯାଉଛି, ମୁଁ ବିଚାରର ବେଗରେ ଭାସି ଯାଉଛି, ମୁଁ ନିଜକୁ ଇନ୍ଦ୍ରିୟ ମାନି ନେଉଛି, ନିଜକୁ ମନ ମାନି ନେଉଛି, ହଁ, ନିଜକୁ ଭୌତିକ ସଂସାର ମାନି ନେଉଛି। ଅକର୍ମେ ବାସୁଦେବ ପ୍ରୀତି, ଯେତେବେଳେ କେହି ରହୁନାହାନ୍ତି ମୁଁ ରହୁଛି, ବାସୁଦେବ ମୁଁ ରହୁଛି, ମୋ ସାଙ୍ଗରେ ରହୁଛି, ମୁଁ ସ୍ଥିର ରହୁଛି। ସେଇଗୁଟା ଟିକେ ମତେ ବୁଝେଇଦେଲେ। ହଁ, କଣଟା କହିଲେ? ଭଲ କଥାଟା କହୁଛନ୍ତି, କହିଲେ ଦେଖନ୍ତୁ ଆଉ ଥରେ କହିଲେ। ଆଉ ଥରେ ଦେଖନ୍ତୁ, ଯେତେବେଳେ ଅକର୍ମେ ବାସୁଦେବ ପ୍ରୀତି, ସେଇ କଥାଟା କଣ ବୁଝିଗଲେ ଏଇଟା ବୁଝି ହେଇଯିବ। ହଁ, ଅକର୍ମେ ମାନେ ଯେତେବେଳେ ଏ ଯେଉଁ ଷ୍ଟେଟ୍ ଅଫ୍ ଡିପ୍ ସ୍ଲିପ୍ କୁହନ୍ତୁ, ଷ୍ଟେଟ୍ ଅଫ୍ ସମାଧି କୁହନ୍ତୁ, ଯେଉଁ ଷ୍ଟେଟ୍ରେ କର୍ମ ନାହିଁ, କର୍ମ ନାହିଁ କ'ଣ? କ୍ରିୟା ନାହିଁ, କିଛି କାର୍ଯ୍ୟ ହେଉନି, ଶରୀର କିଛି କାମ କରୁନି, କିମ୍ବା ମନ ବି କିଛି ବୃତ୍ତି କରୁନି, ମନରେ ବୃତ୍ତି ତାମାନେ ଏଇ ଯୋଉ ଥଟଲେସ୍ ଥଟଲେସ୍ ମାଇଣ୍ଡଟା, ଷ୍ଟେଟ୍, ପିଓର ଥଟଲେସ୍ ଷ୍ଟେଟ୍, ଷ୍ଟେଟ୍, ପିଓର ଷ୍ଟେଟ୍, ନିର୍ବିକଳ୍ପ ସମାଧି ଯୋଉଟାକ। ପିଓର ଷ୍ଟେଟ୍, ଯେଉଁଠିକି କିଛି ନାହିଁ, ମୁଁ ଅଛି, ଯେଉଁଠି କିଛି ନାହିଁ, ମୁଁ ଅଛି। ସେ ମୁଁ ଅଛି ନିର୍ବିକଳ୍ପ ମାନେ, ସମାଧି ଯୋଉଟାକ ତ। ଆଜ୍ଞା ଆଜ୍ଞା ଆଜ୍ଞା, ମୁଁ ଅଛି ମିନ୍ସ କ'ଣ? ମୁଁ ମୋ ସାଙ୍ଗରେ ଅଛି, ମୁଁ ହିଁ ଅଛି, ମୋ ସାଙ୍ଗରେ ମାୟା ନାହିଁ, ମୋ ତାମାନେ ସାଙ୍ଗରେ ଆଇ ଆମ୍ ଆଉ ପିଓର ବାସ୍ କନସିୟସନେସ୍ ଆଉ। ପିଓର କନସିୟସନେସ୍, ପିଓର ଓହୋ ହୋ। କନସିୟସନେସ୍। ସେ ପିଓର କନସିୟସନେସ୍କୁ ବାସୁଦେବ ପ୍ରୀତି କୁହାଯାଉଛି। ବାସୁଦେବ ସେଇ ସେ ପିଓର କନସିୟସନେସ୍। କିନ୍ତୁ ସେ ଓହୋ। ପିଓର କନସିୟସନେସ୍କୁ ଆମେ ଚିହ୍ନି ପାରୁନେ। କାହିଁ ଚିହ୍ନି ପାରୁନେ? ଅବିଦ୍ୟା, ଅଜ୍ଞାନତା, ଶାସ୍ତ୍ର ଜ୍ଞାନର ହଁ ଅଭାବ, ହଁ। ସାଧନାର ଅଭାବ, ସତ୍ସଙ୍ଗର ଅଭାବ, ବୁଝିପାରୁଛନ୍ତି? ସେଇଟା ସେ ପିଓର ଷ୍ଟେଟ୍ରେ ରହିବା ହିଁ ବାସୁଦେବଙ୍କ ପ୍ରୀତି। ମାନେ ମୁଁ ତ ମୋ ସାଙ୍ଗରେ ଅଛି, ମୁଁ ଆନନ୍ଦ ସ୍ଥିତିରେ ଅଛି। ଏଠି ସୁଖ ଭିନ୍ନ, ଦୁଃଖ ଭିନ୍ନ। ସୁଖର କିଛି ସୀମା ଅଛି, କିଛି ଅବଧି ଅଛି, ଦୁଃଖର ବି ସେମିତି ସୀମା ଅଛି, ଅବଧି ଅଛି। ସୁଖ କିନ୍ତୁ ଦୁଃଖ ମାନେ ତ ମାଇଣ୍ଡ, ଆଜ୍ଞା ମାଇଣ୍ଡ ଆଜ୍ଞା ଆଜ୍ଞା ଆଜ୍ଞା, ଥିଲେ ମାଇଣ୍ଡ ସିଏ ଆସିବ। ମାଇଣ୍ଡ ମାଇଣ୍ଡ। କିନ୍ତୁ ସୁଖ ଦୁଃଖର ଊର୍ଦ୍ଧ୍ୱରେ ଯେଉଁ ଆନନ୍ଦ ଅଛି, ସେ ମୋ ଭିତରେ ଅଛି, ଯେଉଁ ଶାନ୍ତି ହଁ। ଅଛି, ସେ ମୋ ସାଙ୍ଗରେ ଅଛି। ଏଇଟା ଆକ୍ଚୁଆଲି ଭଲ ଡିସ୍କସନ୍ ହେଲା, ତାମାନେ ବହୁତ ସେଇଟା ଡିପ୍ କଥା। ପିଓର, ମାନେ ଅକର୍ମେ ବାସୁଦେବ ପ୍ରୀତି ମାନେ ସେଇଟା ପିଓର, ପିଓର ପିଓର ଷ୍ଟେଟ୍, କନସିୟସନେସ୍। ପିଓର କନସିୟସନେସ୍। ହଁ ସେଇଆ, ତାହେଲେ ଠିକ ଅଛି। ହଁ ଠିକ କନସିୟସନେସ୍ ଠିକ। ସାଙ୍ଗରେ କିଛି ଆଟାଚ୍ ନାହିଁ, କିଛି ବି ଆଟାଚ୍ ନାହିଁ, ପିଓର ଷ୍ଟେଟ୍, ପିଓର ଆଉ, ପିଓର ଷ୍ଟେଟ୍, ତା ପିଓର ଦେହରେ ଷ୍ଟେଟ୍। ଉପାଧି କିଛି ନାହିଁ ଆଉ। ଆଜ୍ଞା, ଭଲ ହଁ ଲାଗିଲା ଠିକ ସାର୍। ଏ ସ୍ପିଚ୍ଟା ବି ଅପଲୋଡ଼ କରିବା, ଲୋକଙ୍କ ପାଖରେ ପହଞ୍ଚୁ, ଶୁଣନ୍ତୁ ସବୁ। ବଢ଼ିଆ ଅଛି। ଡିପ୍ ଡିପ୍ କ୍ୱେଶ୍ଚନ୍, ବଢ଼ିଆ ହେଲା ସାର୍। ଏଇଟା ସତ୍ସଙ୍ଗ ବହୁତ ବଢ଼ିଆ ଚାଲିଲା। ଠିକ୍ ସାର୍, ଆମେ କଥା ହବା ଆଉ। ମୁଁ ଏବେ ଗୋଟେ ଛୋଟ ସେ ସୁଟିଂରେ ଅଛି। ନାଇଁ ନାଇଁ, ଠିକ ଅଛି ଠିକ ଅଛି। ଆଜ୍ଞା, ହରି ଓମ୍, ହରି ଓମ୍। ହଉ ହଉ ହଉ, ହରି।